ନମସ୍କାର ସମସ୍ତଙ୍କୁ। ବର୍ତ୍ତମାନ ପାଇଁ ଏକ ନୂଆ ଅପଡ଼େଟ୍ ଆସିବାକୁ ଯାଇଛି ଆମର ଓଡ଼ିଶା ପୋଲିସରେ। ଏବେ ଜାଣିଥିବେ ଆମର ଯୋଡ଼େ ହେଲା ଟ୍ରେଣ୍ଡରେ ଚାଲିଛି, ଗୋଟେ ହେଲା ଡିଷ୍ଟ୍ରିକ୍ଟ କନଷ୍ଟେବଲ ଆଉ ଗୋଟେ ହେଲା OISF। ବର୍ତ୍ତମାନ ପାଇଁ OISF ତ ଆଗେ ଆସିବ, ତାପରେ ପରେ ଡିଷ୍ଟ୍ରିକ୍ଟ ଆସିବ। କିନ୍ତୁ ଏବେ ଜାଣିଥିବେ ଆମର ମୁଖ୍ୟମନ୍ତ୍ରୀ ନିଜେ ଟ୍ୱିଟ୍ କରି କହିଛନ୍ତି ଯେ 4000 ସମଥିଙ୍ଗ ପୋଷ୍ଟ ବାହାରିବାକୁ ଅଛି ଏବଂ 28 ତାରିଖରେ ତା'ର ଗୋଟେ ଅପଡ଼େଟ୍ ପାଇବାକୁ ଚାହୁଁଛି, ଯାହାଫଳରେ ସେଇଟା ଜଣାପଡ଼ିବ ଯେ କେବେଠାରୁ ଏଇଟା ଆପ୍ଲାଏ କରାଯିବ। ଏଥିରେ ଆମର କ୍ୱାଲିଫିକେସନ୍ ଅଛି 10th ପାସ୍ ଆଣ୍ଡ ଏଥିରେ 1600 ମିଟର ରନିଂ, ଯାହାଫଳରେ ସେଇଟା ରହୁଛି 6 ମିନିଟ୍ରେ। ଆଣ୍ଡ ଲଙ୍ଗ୍ ଜମ୍ପ ରହୁଛି 12 ଫୁଟ ଆଉ ହାଇ ଜମ୍ପ ରହୁଛି 6.5 ଫୁଟ। ଯେଉଁ ଭୁଲ ଆପଣମାନେ ବାଟାଲିୟନରେ କରିଥିଲେ ଏଥିରେ ସେ ଭୁଲ କରନ୍ତୁ ନାହିଁ। ଏଇଟା କିନ୍ତୁ ବଡ଼ ଭ୍ୟାକେନ୍ସି ଗୁଡ଼ା ଆସୁଛି, କିନ୍ତୁ ଏଥିରେ ଏମାନେ ମନ ଧ୍ୟାନ ଦେଇକି ପାଠ ପଢ଼ୁ ଯେମିତି ଗୋଟେ ପୋଷ୍ଟ ଆପଣଙ୍କର। ଆଉ ଏକ ଖୁସି ଖବର, କିନ୍ତୁ ଏଥିରେ ଡିଷ୍ଟ୍ରିକ୍ଟରେ ଆମର ରିଲାକ୍ସେସନ୍ ମିଳିବନି, କିନ୍ତୁ ଏଥିରେ କୋଭିଡ଼ ଏଜ୍ OISFରେ 3 ବର୍ଷ ମିଳିବ, ଯାହାଫଳରେ ଆଉ ଅଧିକ ଆଶା କରନ୍ତୁ ନାହିଁ। ଯେତେ ପାରୁଛ ପଢ଼ନ୍ତୁ ଏବଂ ପ୍ରିପାରେସନ୍ ଉପରେ ଧ୍ୟାନ ଦିଅନ୍ତୁ। ପ୍ରିପାରେସନ୍ ପୁରା ଜୋରସୋର କରନ୍ତୁ, ଯେମିତି ଏ ବାସ୍ଟା ବର୍ତ୍ତି ଗୋଟେ ପିନ୍ଧିବା ପାଇଁ ଏଇଟା ଯେମିତି ପୁରା ଫାଇନାଲ୍ ପୁରା